ନମସ୍କାର ସାଙ୍ଗମାନେ, ତୋରି ପାଇଁ ତୋ ପାଇଁ ସିରିଏଲ ଦେଖିବାକୁ ଭୁଲନ୍ତୁ ନାହିଁ। ଏବେ ଚିକିଙ୍କ ଜୀବନ ପୁଣି ଥରେ ବିପଦରେ ଓ ମୃତ୍ୟୁ ମୁଖରେ। ଜେଜେମା ଧରିଲେ ତଣ୍ଟି, କହିଲେ ମୁଁ ଚିପିକି ତତେ ଆଜି ମାରିଦେବି। ରାମ ଆଉ ସୁଗନ୍ଧା ମାଙ୍କ ସାମ୍ନାରେ ଯେତେବେଳେ ଚିକି ଆଉ ରାମ ଦୁହେଁ ଭଲ ପାଇବା କଥା, ଦୁଇଜଣଙ୍କର ମିଳନ ହେବାକୁ ଯାଉଛି ଆଉ ରାମ ତାଙ୍କ ମନର କଥା କହିସାରିଛନ୍ତି ଚିକିଙ୍କୁ, ସେହି ସମୟରେ ଜେଜେମା ଆସିକି ପହଞ୍ଚି ଯାଇଛନ୍ତି। ଆଇ ଲାଇକ୍ ୟୁ, ମୁଁ ତୁମକୁ ଭଲ ପାଏ। ଜେଜେମାଙ୍କ ଆସିକି କହୁଛନ୍ତି ତୁ କ'ଣ ପାଇଁ ମୋ ନାତୁଣୀ ଜୀବନରେ ବାରମ୍ବାର ଆସୁଛୁ, ଆଉ ସେ ଚିକିର ଚେହେରା ସାଙ୍ଗରେ ଚିକିର କଥା ବି ତୋ ସହିତ ମିଶି ଯାଉଛି। ମୋ ନାତୁଣୀ ଯାହା କହୁଥିଲା ଠିକ୍ କହୁଥିଲା, ଆଉ ତୁ କ'ଣ ପାଇଁ ତାକୁ ମେଣ୍ଟାଲ ହସ୍ପିଟାଲ ପଠେଇଲୁ? ଆଉ ତୁ ରାମର, ସିଏ ଯେମିତି ରାମକୁ ସବୁବେଳେ ପାଖରେ ରହିଥିଲା, ଆଉ ତୁ ବି ସବୁବେଳେ ମୋ ନାତିକି ସେମିତି ପାଖରେ ରଖିବାକୁ ଚେଷ୍ଟା କରୁଛୁ। ଆଉ ଏଇ କଥା ଶୁଣିକି ଚିକି ପୁରା ରାଗି ଯାଉଛନ୍ତି, କହୁଛନ୍ତି ଆପଣ ବୋଧେ ଜାଣିନାହାନ୍ତି, ଆପଣ ନଥିଲା ବେଳେ ଆପଣଙ୍କ ନାତୁଣୀ, ପ୍ରିୟ ନାତୁଣୀ ମୋ ସହିତ କ'ଣ କରିଛନ୍ତି। ସେ ମୋତେ ମାରିଦେବାକୁ ଜୀବନରୁ ଚେଷ୍ଟା କରୁଥିଲେ, ଆଉ ଛୁରୀ ଧରିକି ଗୋଡ଼ଉଥିଲେ, ଆଉ ତାପରେ ରାମ ନଥିଲେ ମୋ ଜୀବନ ଆଜି ରହିନଥାନ୍ତା। ଦେଖନ୍ତୁ ତାଙ୍କ ହାତ କ'ଣ ହେଇଛି। ଏ କଥାକୁ ଶୁଣିକି ଜେଜେମା ବହୁତ ରାଗି ଯାଉଛନ୍ତି, କହୁଛନ୍ତି ତୁ ମୋ ନାତିକି ଫସେଇବାକୁ ଚେଷ୍ଟା କରୁଛୁ କହିକି ଯେତେବେଳେ ଚିକିଙ୍କ ତଣ୍ଟିକି ଚିପୁଛନ୍ତି, ସେହି ସମୟରେ ଚିକି ପୁରା ଚିତ୍କାର କରୁଛନ୍ତି। ଏପଟରେ ରାମ ଆଉ ସୁଗନ୍ଧା ମା ଛଡ଼ଉଛନ୍ତି ତାଙ୍କୁ, ଆଉ କହୁଛନ୍ତି ଯେ କ'ଣ ପାଇଁ ତୁମେ ଏମିତି କରୁଛ ମା? ଏବେ ଆପଣମାନଙ୍କୁ ସତରେ କ'ଣ ଲାଗୁଛି? ରାମ ଆଉ ଚିକି ଦୁହେଁ ନିଜର ମିଳନ ହେବା ବେଳକୁ ଯେତେବେଳେ ତାଙ୍କ ହାତରେ ବ୍ୟାଣ୍ଡେଜ କରୁଛନ୍ତି ଚିକି, ଆଉ ସେହି ସମୟରେ ଦୁଇଜଣଙ୍କ ଇମୋସନାଲ ସିନ୍ ଆରମ୍ଭ ହୋଇଛି। ରାମ କହୁଛନ୍ତି ତାଙ୍କ ମନର କଥା, ଚିକି ଥିବା ଯାଏ ଦେବୀ ମା ମୋ ଠାରୁ ଛଡ଼େଇ ନେଲେ, ହେଲେ ମୁଁ ତାଙ୍କ ବିନା ଆଉ ବଞ୍ଚିପାରିବି ନାହିଁ। ଦେବୀ ମା ମୋ ନିଶ୍ୱାସ ଛଡ଼େଇ ନିଅନ୍ତୁ। ଏମିତି କହିକି ଯେତେବେଳେ ତାଙ୍କ ହାତରେ ପାଟିରେ ହାତ ଦେଇ ଦେଇଛନ୍ତି ଚିକି, ଆଉ କହୁଛନ୍ତି ତମେ ଏମିତି କୁହ ନାହିଁ। ଆଉ ନିଜେ ଯେତେବେଳେ ଚମକି ଯାଉଛନ୍ତି ଆଉ ସେଠାରୁ ଆସିବାକୁ ଚାହୁଁଛନ୍ତି, ରାମ ତାଙ୍କ ପଛପଟୁ ହାତ ଧରି କହୁଛନ୍ତି ଆଇ ଲଭ୍ ୟୁ ଚିକି, ଆଇ ଲାଇକ୍ ୟୁ, ମୁଁ ତୁମକୁ ବହୁତ ଭଲ ପାଏ। ଏ କଥା ଶୁଣିକି ପୁରା ଚିକି ଆଶ୍ଚର୍ଯ୍ୟ ହୋଇଯାଉଥିବା ସମୟରେ ଜେଜେମା ମଝିରେ ପଶି ଆସି ଏସବୁ କରୁଛନ୍ତି। ଏବେ ଆପଣମାନଙ୍କୁ ସତରେ କ'ଣ ଲାଗୁଛି? ଚିକିଙ୍କ ତଣ୍ଟିକି ଜେଜେମା କ'ଣ ସତରେ ଚିପିଦେବେ? ରାମ ଅଟକେଇ ପାରିବେ ଜେଜେମାଙ୍କୁ, ଯାହାକି ରୁହିଙ୍କୁ ମେଣ୍ଟାଲ ହସ୍ପିଟାଲ ପଠାଇଲା ପରେ ଜେଜେମାଙ୍କର ଏବେ ରାଗ ପ୍ରବଳ ହୋଇଯାଇଛି, ଚିକିଙ୍କ ଉପରେ ପ୍ରତିଶୋଧ ନେବେ ବୋଲି।